ଚ୍ୟାଲେଞ୍ଜ ମାରିଥିଲି 500 ଟଙ୍କା ମତେ ଇନକମ୍ କରୁନା କେବେ ଦେଖେଇବ। ଚେଷ୍ଟା କର ପ୍ଲିଜ୍ ପ୍ଲିଜ୍ ପ୍ଲିଜ୍। ଆମ ଗେଣ୍ଡୁଲ ଦାନ ଶୋଇଛି। ଦେଖ ମୋ ବୋଉ କହିଲା ମୋ ପୁଅର 400 କୋଟି ଟଙ୍କା ଥିବ ସେ କୋଟି କୋଟି ଟଙ୍କା ଦେବ। ଏଇଟା ନା ବୋଉ ତୋ ପାଖରେ କେତେ ଟଙ୍କା ଅଛି? ତୁ ଗରିବ ଖାଇବା ପାଇଁ ପାଉନୁ। ହେଇଠି ତ ଦରକାର ଆଉ ତମ ପାଖରେ କେତେ ଟଙ୍କା ଅଛି? ଓଇ ତମ ପାଖରେ କେତେ ଟଙ୍କା ଅଛି? କିଛି ନାହିଁ ନା ଧନୀ ଯେତିକି ଦରକାର ସେତିକି ଅଛି। ସାବାସ୍ ଏଇଆ ଚିନ୍ତାଧାରା ରଖିବ ନା। ତମର କ'ଣ ଚିନ୍ତାଧାରା ଦେଖିଆ? ତମ ପାଖରେ କେତେ ଟଙ୍କା ଅଛି? ହାଁ ତାମାନେ ତମେ ରଖିଛ ପକେଟରୁ କି ଆପ୍ କରୁଛ କି ନାହିଁ ମୋର? ଆସିଲେ ସ୍ୱାମୀଙ୍କ ପକେଟରୁ ଯେଉଁ ସ୍ତ୍ରୀ ଡେଲି ଡେଲି 10-20 ମାରେ ଏ ଫ୍ୟାମିଲି ଉପରକୁ ଯାଏ। ମୋ ବୋଉ କହିଲା ମୋ ବାପା ପକେଟରୁ କେବେ ମାରିନି। ମାରିବୁ କ'ଣ ତୁ ପାଖରୁ କେବେ ନେଇନୁ 10 ଟଙ୍କା ଗୋଟେ ଖୁସିରେ ନେଇନୁ। ହଁ କହିକିନା ତ ତୁଇ କହିକିନା ନେଇଛୁ। ଆଗ ବୋହୁ ହଉଛି ତୁଇ ଇଏ ହଉଛି ଆଜିକାଲିର ବୋହୁ। ତମେ କିନ୍ତୁ କେବେ ସ୍ୱାମୀଟାକୁ କହୁନ 2 ଦିନ ପରେ ପଚାରିବି। ଫେରିବାର ବାଟ ଆଉ ଦେଖୁନ। ଆଉ ଏମାନେ ଯେଉଁ ଆଜିକାଲିର ବୋହୁ ମୁଁ ଯଦି କହିବି ଆଉ କିଏ 50 ଟଙ୍କା ଗଲା ମୁଁ ନେଇଥିଲି ତ ମୁଁ କହିନି ମନେ ନାହିଁ ମୋର। ମାନେ ଏଇଭଳିଆ ବାହାଣ ବାଜି ଆସିବ ଆଉ। ମାନେ ମୁଁ କହିବି ଆରେ 50 ଟଙ୍କା ଗୋଟେ ଥିଲା 100 ଟଙ୍କା ଗୋଟେ ଥିଲା କୋଉଟା ଗଲା। ମୁଁ 2 ଦିନ ପରେ ବି କହିବି ରୀତି କହିବ ମୁଁ ତମକୁ କହିଯାଇଥିଲି ମୋର ମନେ ନାହିଁ ନଥିଲା ମୁଁ ତ ଏଇଠୁ କହିଯାଇଥିଲି ଆଉ। ମୁଁ ତମକୁ ଚ୍ୟାଲେଞ୍ଜ ମାରିଥିଲି 500 ଟଙ୍କା ମତେ ଇନକମ୍ କରୁନା କେବେ ଦେଖେଇବ। ମନେ ପଡ଼େ କି ନାହିଁ? ମୁଁ ଯେଉଁ ଫଳ ଦୋକାନଟା ଦେବି ଏଇଟା ଠିଆ ହବ। ଆରେ ଟଙ୍କା ଦେଖୁଥିଲେ ମନ କହୁଥିଲା ପାଚିଲା କଦଳୀ ଖାଇବିନି ଖାଇପାରିବିନି। ଆରେ 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 ଭଲ ଗାଉ ସତରେ ଭଲ ଗାଉଛୁ। ୟେସ୍ 1 2 3 1 2 3 1 2 3 ଷ୍ଟାର୍ଟ 1 2 3 1 2 3 ଆମେ ଏବେ ଗୋଟେ ଗୀତ ଗାଇବୁ ସ୍ୱାମୀ ସ୍ତ୍ରୀ ହେଲା 1 2 3 1 2 3 1 2 3 ଷ୍ଟାର୍ଟ। ଆରେ 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 ନା ଉଡ଼ିଗଲା ପୁଣି ନା ଉଡ଼ିଗଲା କାନି ଲୁଚି ବସୁଥିବି। ଇଏ କ'ଣ? ଏମିତି କରନି ଖାଙ୍କା ବାଜିବ। ଆମେ ଏଠି ଡିସ୍କସନ୍ କଲା ଭିତରେ ଆମ ଝିଅ ଆସିକି ପହଞ୍ଚାଇଛି ଆମ ଗହଣରେ। ଚାଲନ୍ତୁ ତାଙ୍କୁ ଆମେ ଏବେ ଇନଭାଇଟ୍ କରିବା କିଛି କହିବେ। କ'ଣ ଦେଖି ଆଣିଛି? ସ୍କୁଲ ସର୍ଭିସ ଭ୍ୟାନ୍ ଗାଡ଼ିଟା। ଗାଡ଼ି ପଇସା ଦେଲ କି? କେତେ ଟଙ୍କା? 950। ତମେ ତ ଅଧିକା ଦିଅ କ'ଣ ପାଇଁ ଦେଉଛ? ଅଧିକା ନାହିଁ ସେ ପୁରା ନିଜେ ଦିଟା ସେଉ ଫଳ ଆଣିଲା ଦିଟା ସେଉ ଆଣିଲା ଗୋଟେ ପିଜୁଳି ଆଣିଲା। ସେ କ'ଣ କହିଲେ ଖାଇପାରିବୁନି କହିଲା ନା ମୁଁ ନେବି। ସେ କହିଲା ମୁଁ ନେବି ତୁ ତ ଦିଟା ପିଜୁଳି ଗୋଟେ ପିଜୁଳି ତମେ ପକେଇଲି କୁକୁଡ଼ାଟା ଫାଷ୍ଟ କି ଜଣା ଦେଲା। ହଉ ଦେଖ ଦେଖିଲୁ କିଛି ଖାଇନି ଦେଖିଲୁ ନେ ହଉ ଖାଇଦିଅ ତମେ। ନଷ୍ଟ ନ ହେବା ଦରକାର ଆଉ କ'ଣ। ଯେତେବେଳେ ମୁଁ ଗୋଟେ ବିଜନେସ୍କୁ ବଢ଼ିବା ପାଇଁ ଚାହିଁବି ମୋ ବୋଉ କହିବ ଆପଣ ଗୋଟେ ବେପାର କଲାନି ଏ କିଛି ମୁଣ୍ଡ କାମ କରୁନି କିଛି କୁହେନି। କ'ଣ ପାଇଁ କହିବିନି ଏଥିପାଇଁ କୁହେନି ସେମାନେ କାହିଁକି ବୁଝିବେ। ଆଉ ଦେଖ ମୋର ସେମିତି କିଛି ଗୋଟେ ମୋତେ ସମସ୍ତେ କୁହନ୍ତି ଏଟା ଥରେ ଆରେ ମୋତେ ଏଇଟା ଖୁସି ଲାଗେ। ଆଜି ଏଇଟା କରିଦେବ ଖୁସି ଲାଗିବ ଆଜି ଏଇଟା କରି ମୋତେ ଯେତେବେଳେ ଖୁସି ମିଳୁଛି ସେଇଟା ମୁଁ କରିବା ଦରକାର। ଆଉ ଏମାନେ ତ ସ୍ୱାମୀ କରିଦେବେ ନା ଖାଇବି ସ୍ୱାମୀ ଆଣିଦେଲେ ପିନ୍ଧିଦେବି ଆରାମ। ସ୍ୱାମୀ ବାହାଘର ହେଇଛି ମାନେ ସ୍ୱାମୀ ହିଁ ସ୍ତ୍ରୀର ଯତ୍ନ ନେବ କେୟାର କରିବ। ହଁ ସତରେ ତମେ ସେଇଥିପାଇଁ ବାହା ହେଇଥିଲ? ଏଇ ସ୍ୱାମୀଟି କିଛି ଜାଣୁନି ଖାଲି ଆମ ପାଇଁ ଆନା ଖଟିକିରା ଆମେ ଖାଲି ଖାଇକିନା ଏନ୍ଜୟ କରିବୁ। ଧନ୍ୟବାଦ ଅର୍ପଣ କେବେ କି ନାହିଁ।
ଧନ୍ୟବାଦ ଦେଲେ ଏଥର ଦୋକାନରେ ବସିବ ତମେ ବେଶୀ ଧନ୍ୟବାଦ ଦେଲେ କାଳେ ପୁଣି କିଛି କରିପାରିବନି ତମେ। ନାଇଁ ଏଥର ଦୋକାନରେ ବସିବ ବିକିବ ଏଥର ଜାଣିବ କ'ଣ ପରିଶ୍ରମ। ଦୋକାନରେ ନ ବସିକି ବି ଏଇଟା ମୁଁ ଜାଣିଛି ତା ସିଷ୍ଟମ ହେଲା। ସିଷ୍ଟମ ସାଇଜ ଅଛି କି ସାଇଜ ଅଛି ତମେ ସାଇଜ କର ପୁରା ସାଇଜ ସାବାଡ଼ କରିବାକୁ ପଡ଼ିବ ତମକୁ ତମ ଯେଉଁ ସ୍ତ୍ରୀ ମାନ କିଛି ତମେ କରିପାରିବନି। ତମ ତୁ ତୋର ଏଇଟା ରହିବୁ ଆମେ ବାବାକୁ ମୁଁ ଯିବୁ ଆଉ। ମୁଁ କୁଆଡ଼େ ଯାଇପାରିବିନି ସେଇଦିନ ମୋର ବହୁତ କାମ ଅଛି ରାକ୍ଷୀ ପୂର୍ଣ୍ଣିମା ଦିନକୁ ହଉନି ତମେ କଣ ପାଇଁ ତାହେଲେ ବାହାଘର ହେଇଛ ତମେ କୋଉଠିକି ଯଦି ଯିବ ବାହାଘର ହେଇଛି ସବର କ'ଣ ଏଥିରେ ହେଲା ସ୍ତ୍ରୀ ଯୋଉଡ଼ିକି ଖାଇବା ଏଡ଼ିକି ତମେ ତ ଶୋଇପଡ଼ ତମେ ବାଙ୍ଗୁ ହେଇନା ଶୋଇପଡ଼ ପାଙ୍ଗୁରି ହେଇକିନା ଖା ଖାଇଦେ ପାନ ପତ୍ର ମିଠା ଆସୁଛି କି ତମେ ଆଇଛ ରଜପାନ ମିଠା ଆସେ ପତ୍ରଟା ଆରେ ସେଥିରେ ଚେରି ଫେରି ଗୋଟେ ସବୁ ଦିଆ ମିଠା ନା ରଜପାନ ମିଠା ଆସେ ପତ୍ରଟା ମୋ ବୋଉ କହୁଛି ବିଛୁଆତି ପତ୍ର ଜୁସ୍ କରନା କ'ଣ ଆଜି ଭିତରେ ହାଟ ଫାଟ ସବୁ କୁଣ୍ଡେଇ ହବ କିନ୍ତୁ ଏଥିରେ ରାସ୍ତା ଥାଏ ହାତ ପୁନା କୁଣ୍ଡେଇ ହେବା ପାଇଁ ହାଟରେ ଗୋଟେ ନେଇ କୁଣ୍ଡେଇ ହବ ଏମିତି ତ କୁଣ୍ଡେଇ ହବନି ଛାଣିବାରେ ତମ ଜୀବନ ରହିଗଲା ହେଲା ନୂଆ ନୂଆ ଜିନିଷ କରିକି ଦେଲା ପରେ ତୁମେ କ'ଣ ନୂଆ ଜିନିଷ କରୁଛ ଆରେ ମୁଇଁ ମୋ ମୁଣ୍ଡ ଖଟେଇକିରି ଯାହା ଯେମିତି କରେ ଖାଅ କି ନାହିଁ କହିଲ ସନ୍ଧ୍ୟା ପିଠା ଖାଇଥିଲ କେବେ ନା ଏମିତି କେବେ ଖାଇଥିଲ କ'ଣ ଆଣିଛୁ ଦେଖା କିସମିଶ ତୁ ଖାଇଲୁ ବା ଏବେ ଭାତ ପୁଣି ଭୋକ ହଉ ଖା ଗୋଟେ ଯାହା ଭଲ ଜିନିଷ ତ ଖାଉଛୁ ଖା ଦେ ଝିଅକୁ ଦେ ଆମେ ବସିକି ଖାଇ ପିଇକି ସାରିଲୁଣି ଟିକେ ଇଚ୍ଛା ହେଲା ହଜମଲା ଖାଇବା ପାଇଁ ତ ମୁଁ ଏଠି ଗୋଟେ ପାଟିରେ ହଜମଲା ପକେଇ ଦେଇଛି ଝିଅ କ'ଣ କରୁଛି ନା ସେ ଦୋକାନକୁ ଯାଇଥିଲା ଦୋକାନରୁ ଜୁସ୍ ଟିକେ ପିଇକି ଆସିକି ଘରେ କହିଲା ମୋତେ ଟିକେ ପାଣି ଭାତ ପଖାଳ ଭାତ ଟିକେ ଦିଅ ପଖାଳ ଭାତ ଖାଇଲ ଠିକ୍ ଏବେ ପୁଣି କ'ଣ କରୁଛି ନା ସେ ଖାଉଛି ପିଜୁଳି ତାଙ୍କର ଭୋକ ହେଲା କାହିଁକି ଏଠି ବସିକି ସେ ପିଜୁଳି ଖାଉଛି କ'ଣ ଖାଉଛ ଆମ୍ବ ପିଜୁଳି ଖାଉଛ ମାରିବ ଆଜି ବିଜୁଳି ମୁଁ ଟିକେ ଆକ୍ଚୁଆଲି ଏବେ ଆଜି ବଡ଼ ହେଇ ପଡ଼ିଥିଲି ତ ଦେଖିଲାକୁ ହେଇଗଲାଣି 4:30 ତଳେ ମୁଁ ଶୋଇଥିଲି ଝିଅମାନେ ଏତେ ଜୋରସେ ପାଟି କଲେ ଯେ ମୁଁ ଆଉ ଉପରକୁ ପଳାଇଥିଲି ଶୋଇପଡ଼ିଛି ତ ଉଠିଲାକୁ 4:30 ହେଇଗଲାଣି ତ ଏବେ ମୁଁ ଖେଳିବା ପାଇଁ ଯିବି ଫୁଟବଲ ଆସିଲି କାଲି ଖେଳି ନଥିଲି କାଲି ଟିକେ ଶୋଇପଡ଼ିଥିଲି କୁଆଡ଼େ କ'ଣ ଯାଇଥିଲି ବୋଧେ ହଁ ଋତୁ ଘରକୁ ଯାଇଥିଲି ତ ଆଜି ମୁଁ କୁଆଡ଼େ ଯାଇନି ଯିବାର ଥିଲା ଆଜି ଗୋଟେ କାମରେ ବଟ୍ କ'ଣ ପ୍ରୋଗ୍ରାମ୍ କ୍ୟାନସଲ୍ ହେଇଗଲା ତେଣୁ ଆଜିକି ଯାହା ହେବ ଖେଳି ହେବ ଖେଳିବା ପାଇଁ ଜଷ୍ଟ ବାହାରିବି ତ ତେଣୁ ଆପଲଟେ ଥିଲା ଖାଇଦେଉଛି 1.5 କିଲୋ ଆପଲ ଆଣିଥିଲି ମୋତେ ଲାଗିଲା ମାନେ 1200 ଖଣ୍ଡେ ଭଲ ପୁରା ହାର୍ଡ଼ନେସ୍ ଅଛି ଜୁସି ଆଉ 300 ଖଣ୍ଡେ ବୋଧେ ସୁଲ ଭଳି ଲାଗୁଥିଲା କ'ଣ କରିବା ଆଜି ଦେଖାଯାଉ ଖେଳ କ'ଣ ହେଉଛି ମୁଁ ଭାବିଲି ତ ମୋବାଇଲ ଦେଖିନା ବୋଧେ ମୋବାଇଲ ତମେ ଶୋଇପଡ଼ିଥିବ ଶୋଇନୁ ଯିବା 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 ଆମେ ଯିବା ଘୁଁ ପପିଡ଼ ମୋ ଝିଅ କେବେ ଦେଲାନି ପପିଡ଼ି ଝିଅ ଆମର ଏବେ ବର୍ତ୍ତମାନ ଡିଭାଇଡେଡ଼ ସରିଯାଇଛି ତ ଆଙ୍କଲେଟ୍ ପିନ୍ଧା ହେଇଛି ଆମେ 7 ସେମାନେ 7 ଆମର 7 ତାଙ୍କର 8 ଦେଖ ତାଙ୍କ ପିଲା ଏପଟକୁ ଗଲେଣି ରେଡ଼ି ଆଜି ଗୋଟେ ଜୋରଦାର ଲଢ଼େଇ ହେବ ଆଉ ଦେଖାଯାଉ କାରଣ ଏତେ ବଡ଼ ଫିଲ୍ଡରେ 7 ଜଣ ମାନେ ଟିକେ ଅଧିକା ମେହନତ କରିବାକୁ ପଡ଼ିବ ଦେଖାଯାଉ ଆଜି କ'ଣ ଖେଳ ହେଉଛି ଦେଖିବା ରିସେଣ୍ଟ ଆମେ ଏବେ ଖେଳ ସରିଲା ଆଜି ଆକ୍ଚୁଆଲି ବହୁତ ବଡ଼ ମାନେ ବହୁତ ବଡ଼ ଫିଲ୍ଡରେ ଆମେ 7 ଜଣ ଭାଗ ହୋଇଥିଲୁ ପ୍ରାୟ ଆମେ 11-10 ଜଣ ଡିଭାଇଡ଼ ହେଉ କିନ୍ତୁ ଆଜି ଟିକେ ମାନେ ପରିଶ୍ରମ ଅଧିକା ପଡ଼ିଲା ଆଉ ଭଲ ବି ଲାଗିଲା କାରଣ ପରିଶ୍ରମ ସରିଲା ପରେ ଯେଉଁ ଫିଲିଂଟା ହୁଏ ସେଇଟା ବହୁତ ବଢ଼ିଆ ଫିଲିଂ ବାଦ ଆମେ ଜିତିଗଲୁ କିନ୍ତୁ ଖେଳ ବହୁତ କଣ୍ଟେଷ୍ଟ ଥିଲା ବହୁତ ମେହନତ କରିବାକୁ ପଡ଼ିଥିଲା ବାସ୍ ଏଇଟା ହେଲା ଖୁସି ଟୁଡେ ୱାର୍କଆଉଟ୍ ଡନ୍ ଦେନ୍ ଏବେ ଘରକୁ ଯାଇକି ଦେଖିବା କ'ଣ ଖାନା ପିନା ହେଇଛି ବ୍ୟବସ୍ଥା ଖାଇବା କାରଣ ଆଙ୍କଲେଟ୍ଟା ଆମେ ପିନ୍ଧିଲା ପରେ ଟିକେ ଜୋରସେ ଦୌଡ଼ି ହେଉଛି ଦେନ୍ ପେନ୍ ବି କମିଯାଇଛି ଭଗବାନ କରନ୍ତୁ ଆଉ କୌଣସି ଇଞ୍ଜୁରି ନ ହେଉ ତ ଯିବା ଏବେ ଦୁଧ ହେଇକି ଘରକୁ ଯିବା ତ ମୁଁ ଏବେ ଆସିଲା ବେଳକୁ ଆମ ଝିଅ ଆଉ ମୋ ବୋଉ ଏବେ ମୁଢ଼ି ଆଉ କିଛି ଗାଠିଆ ମୋ ବୋଉର ନାଲି ଚାହା ଏମାନେ ଗୋଟେ ଏବେ ଟାଇମ୍ ପାସ୍ ଚଲେଇଛନ୍ତି ବାସ୍ ଏବେ ୱାର୍କଆଉଟ୍ କରିକି ଆସିଲା ପରେ ୱାର୍କଆଉଟ୍ ମାନେ କ'ଣ ଆମେ ଫୁଟବଲ ଖେଳିକି ଆସିଲା ପରେ ମୋତେ କ'ଣ ଫିଲ୍ ହେଲା କହିଲେ ମୁଁ ଭାବୁଥିଲା ଯେ ଯିବି କି ଯିବିନି ଗୋଟେ କାମ ଥିଲା କହିଲେ ଆଉ ଦେଖିବା ନର୍ମାଲ୍ ଖେଳିବା ଆଉ କିନ୍ତୁ ଖେଳ ଗୋଟେ ଏମିତି ଜିନିଷ ଯଦି ଆପଣ ଆକ୍ଚୁଆଲି ପ୍ୟାସନ୍ ସହିତ ଖେଳିବେ
ଆପଣ ଭିତରେ ଏତେ ମାନେ ମାତି ହେଇକି ଖେଳିବେ ଆପଣ ଜାଣିପାରିବେନି। ଖେଳ ସରିଲା ପରେ ଗାଁରେ ମୁଁ ଭାବୁଥିଲି ଖେଳିବି ତ ଖେଳିଲା ବେଳକୁ କେତେ ମାନେ ଇଣ୍ଟେନ୍ସ ହେଇକି ଖେଳିଦେବି। ତ ଏଇଟା ହେଲା ଗୋଟେ ବେନିଫିଟ୍। ତ ବହୁତ ବଢ଼ିଆ ଫିଲ୍ ହୁଏ ଯେତେବେଳେ ଖେଳିକି ଆମେ ଆସେ ଘରକୁ, ପୁରା ଫ୍ରେଶ୍ ଫିଲ୍ ହୁଏ। ଦେନ୍ ଦେଖିବା କ'ଣ ଘରେ କ'ଣ କରାହେଇଛି କ'ଣ ନାହିଁ, ଦେଖିବା ପଚାରିବା ରିତୁକୁ। ଆଉ ଦେଖିବା ଆଜି ଦିନଟା କେମିତି କ'ଣ ବିତିବ ଦେଖିବା। ଲାଷ୍ଟ ନାଇଟ୍ଟା କ'ଣ ଖାଇବା ହେବ ଦେଖିବା। ହଁ ମୋ ଝିଅ କ'ଣ କହିବ? ଖାଲି ଅଟା ଚକୁଳି ଆଉ ମୁଁ ଖାଇବି ମାଣ୍ଡିଆ ଚକୁଳି। ମାଣ୍ଡିଆ ଚକୁଳି ହବନି ବାସ୍ ତା ବଢ଼ିଆ ଜିନିଷଟା ଟେଷ୍ଟ କରିବା ମାଣ୍ଡିଆ ଚକୁଳି। ମାଣ୍ଡିଆ ଚକୁଳି କ'ଣ ତରକାରୀ ଆଳୁ କଷା ଆଳୁ ବୁଟ ୱାହ ବଢ଼ିଆ ଆଇଟମ୍ଟା ହେବ। କାରଣ ଏବେ ପୁରା ଖେଳିକି ଆସିଛି ନା କିଛି ଖିଆ ହେଇନି। ପତ୍ର ଟିକେ ଚବେଇ ଦେଲି ବାସ୍ ସେତିକି। ଦେଖିବା କ'ଣ ଖାଇବା ଗୋଟେ ମଜା ଲାଗିବ। ହେ ରିତୁ ଯାଇକି ପଚାରିବା ତୁ ମ୍ୟାଡ଼ାମ୍ ଆସିବ ଏ ମୋ ପାଇଁ ମାଣ୍ଡିଆ ଚକୁଳି କରିଦେବ। ଆରେ ମାନେ ସେଇଟା ଆଉ ପୁରା ଅଟା ଗୁଳେଇ ସାରିଲ ନା ହବ ଚେଷ୍ଟା କଲେ ହେବନି। ଚେଷ୍ଟା କର ପ୍ଲିଜ୍ 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 ଆଜି ଟିକେ ମନ ଚାହେଁଛି। হ্যাঁ হ্যাঁ পরা হ্যাঁ রাখিব না ଯିବ ଘରକୁ ଯିବନି। ମୋର ଗୋଟେ ତମର ଇଚ୍ଛା ଅଛି ତମ ଭାଇକୁ ରାକ୍ଷୀ ବାନ୍ଧିବାକୁ ତମ ଜିନିଷଟା ଫୁଲଫିଲ୍ ତ କରିବି। ଆଚ୍ଛା ମୁଁ ଚାହୁଁଛି ମୋତେ ଟିକେ ବାଣ୍ଟେ କ'ଣ ଖାଲି ତ ଗୁଣ୍ଡ ଦୁଇଟା ମିଶି ଦେଲେ ସରିଲା। ମୋ କାମଟା କୁହ ବେଶୀ କଷ୍ଟ। ତମ ଗାଡ଼ିରେ ଧନ ଯିବି ଟାଇମ୍ ସାରିବି ଏଇଟା ଖାଲି ଗୁଣ୍ଡ ଛିଞ୍ଚି ଦେଲେ ହେଲା ମାଣ୍ଡିଆ ଚକୁଳି। ହଁ ତମ ଗୁଣ୍ଡଟା ଛିଞ୍ଚିବା ପାଇଁ କଷ୍ଟ ହେଉଛି। ଏବେ ମୁଁ ଗାଧୋଇକି ଜଷ୍ଟ ଆସିକି ଫ୍ରେଶ୍ ହେଇକି ନଡ଼ିଆ ତେଲ ଟିକେ ଲଗେଇ ମୋ ଫୋନରେ ଟିକେ ନଡ଼ିଆ ତେଲ ଲଗେଇ ବାସ୍ ଏବେ ଦେଖିବା ରିତୁ ପାଖକୁ ଯିବା। ସେ କ'ଣ ପ୍ରସ୍ତୁତ କରୁଛନ୍ତି ମୁଁ ତାଙ୍କୁ କହିଥିଲି ମାଣ୍ଡିଆ ଚକୁଳି କରିବ ଗୋଟେ ରିକ୍ୱେଷ୍ଟ କରିଥିଲି ନହେଲେ ତାକୁ ରାକ୍ଷୀ ପୂର୍ଣ୍ଣିମାକୁ ନେବିନି ହେଲା। ଦେଖିବା କରିଛନ୍ତି ସେ କରିଥିବେ ହେଲା ତମେ ଦେଖିବା କରିଛନ୍ତି ନା ନାହିଁ। ଆରେ ଆରେ ଏଇଟା କିସ କରୁଛ କି ଓ ଗ୍ରେଟିଂ କରୁଛ ବିଟ୍ ଗାଜର ଆଉ କ'ଣ ଏଇଟା ଅଟା କି ଏଠି ମାଣ୍ଡିଆ କରିବ ନାଇଁ ହଁ କ'ଣ ଖାଇବି ଦେଖିଲ ମୁଁ ଆସିଲା ବେଳକୁ ପୁରା ସେ ତାଙ୍କର ଯେଉଁ ସ୍ତ୍ରୀର ଭୂମିକା ସେ ଯାହା ହଉ ବହୁତ ସୁନ୍ଦର ଭାବରେ ନିଭାଉଛନ୍ତି। ଆଜ୍ଞା କିସିନ୍ ଲିସିନ୍ ଓ ୟା ତମେ କହିଲା ମୋ ପାଇଁ ମାଣ୍ଡିଆର ଚକୁଳି ବନେଇଦବ କିନ୍ତୁ ମୁଁ କହିଲି ମୋ ସ୍ୱାମୀ ଯଦି ଚାହୁଁଛନ୍ତି ମୁଁ ମାଣ୍ଡିଆ ଚକୁଳି ଖାଇଲେ ହେଲ୍ଦିଟାକୁ ମୁଇଁ ଇଏ କରୁଛି କିଏ କରୁଛି କହୁନ ହେଲ୍ଦି ହେଲା ମାଣ୍ଡିଆଟା ଯେହେତୁ ହେଲ୍ଦି ଡାଇଜେସନ୍ ବି ଜଲ୍ଦି ହେଇଯିବ। କିନ୍ତୁ ମୁଁ କହିଲି ସେଥିରେ ଆଉ ଟିକେ ଉତ୍ତପମ ମାଣ୍ଡିଆ ଉତ୍ତପମ ଏବେ ଗୋଟେ ନ୍ୟୁ ଆଚିଭମେଣ୍ଟ ଲାଗୁନି ତମ ପାଇଁ କାଲି କମ୍ ସେ କମ୍ କିଛି ଯେତେ କମ୍ ହେଇପାରିଥାନ୍ତା ମୁଁ ତାଙ୍କ ପାଇଁ କାଲି କିଛି ଆଣିଥାନ୍ତି ଖାଇବା ପାଇଁ କମ୍ ଅଛି ଘରେ ବିଜୁଳି ଖାଇଦେବ କିଏ ଏଇ ଦେଖିଲ ଆମ ଭାଉଜ ଆସିଗଲେ। ହେଇ ଭାଉଜ ହେଇଛି କୁନି ମାମା କ'ଣ ହେଲା କୁନି ମାମା କୁନି ଭାଉଜ କୁନି ମାମା କହିଥିଲି ଆଉ କ'ଣ ରୋଷେଇ ଆଜି କି ଆଉ ଉଛେଇ ରୋଷେଇ କ'ଣ କରୁଛ? ରୋଷେଇ ନାହିଁ ଆମର ଉଛେଇ ଶୁଣ ଏଇ ଘରଟା ଟିକେ ଖୋଲି ଦିଅ ବ୍ଲାଉଜ ଜଣେ ଦିଟା କହୁଥିଲି ସେଇଥିପାଇଁ ତମର ଆସିଛି। ଆଜ୍ଞା ଆଜ୍ଞା ସାର୍ କୋଉଟା ଖୋଲିବି ଚାବି କାଇଁ ମୋ ପାଖରେ ତମେ ଆସ ତ ଫାଇନାଲି ଗୋଟେ ବହୁତ ବଢ଼ିଆ ଜିନିଷଟେ ମୋ ପାଖକୁ ଆସିଗଲା ନଡ଼ିଆ ପାଣି। କାହିଁକିନା ସେ ମୋତେ କହିଲେ ନଡ଼ିଆ ଗ୍ରେଟ୍ କରିକି ପକାଇବା ଆମର ସବୁ ଉତ୍ତାପମରେ ମାଣ୍ଡିଆ ଉତ୍ତାପମରେ ତ ଗୋଟେ ଯାହା ହଉ ଭାଗ୍ୟରେ ଥିଲେ ମିଳେ ଖେଳିକି ଆସିକି ପଇଡ଼ ମୁଁ ପ୍ରାୟ ପିଏ ଆଜି ମୁଁ ଯାଇନି ମାର୍କେଟ ଆଡ଼େ ତ ଯାହା ହଉ ମିଳିଗଲା ଆଉ ପ୍ରକୃତିର କୃପା ବାସ୍। ମୁଁ ଏବେ ନିଜେ ନେଇକି ଆସିଲି ଘରକୁ ରୁମ୍କୁ ମାଣ୍ଡିଆ ଉତ୍ତାପମ ଆଉ ମଟର ତରକାରୀ ଦେଖନ୍ତୁ କେତେ ବଢ଼ିଆ ହେଇଛି ଦେଖନ୍ତୁ ୱା ତ ଭୋକ ହେଉଛି ବାସ୍ ୟାକୁ ଏବେ ଖିଆଯିବ ଆନନ୍ଦ ସହିତ ଦେଖିଲେ ଟିକେ ରିକ୍ୱେଷ୍ଟ କରିଦେଲେ ହାତ ଟିକେ କରିଦେଲେ ହେଇଗଲା। ଯାହା ବହୁତ ଇଜିରେ କେତେ ବଢ଼ିଆ ବଢ଼ିଆ ଜିନିଷ ହେଇପାରୁଛି। ତ ଚାଲନ୍ତୁ ଆମେ ତା'ର ମଜା ନେବା ଏଇଟା କେମିତି କ'ଣ ଟେଷ୍ଟ ହେଇଛି। ନଡ଼ିଆ ଭଲ ତ ହେଇଛି କିନ୍ତୁ ଟିକେ ମିଠାଳିଆ ଅଂଶ ହେଇଥିଲେ ଭଲ ହେଇଥାନ୍ତା କିନ୍ତୁ ଭଲ ହେଇଛି। ଟେଷ୍ଟ କୋଉଠି ଟିକେ ଏପଟ ସେପଟ ହେଲେ ବି ଚଳିବ
କିନ୍ତୁ ଦେହ ପାଇଁ ଭଲ ରେଷ୍ଟରେ ବାସ୍ତୁ ବିଚାର ନା ହଉ କ'ଣ ଦେଖ ମୁଁ ଚେଣ୍ଟିକୁ ଏବେ ଭଣ୍ଡେଇକି ରଖିଛି ହେଲା ଦେଖ ତା ପାଇଁ ପଡ଼ିଛି ଆଜି ପ୍ଲାଷ୍ଟିକ୍ ପଡ଼ିଛି କାଳେ କ'ଣ କରିଦେବ ତାର ହଗିସ୍ ସରିଯାଇଛି ମୁଁ ତାକୁ କହିଲି ମାମାକୁ ମନା କଲି ନା ମୁଁ ଏଠୁ ଖୁଚୁରା ହଗିସ୍ ଆଣିପାରିବି ନାହିଁ ମୁଁ କହିଲି ମୋ ଭାଇ ଖୁଚୁରା ହଗିସ୍ ଆଣିପାରିବି ନାହିଁ ସେ ଝାଡ଼ା ବସୁ ଏକ ବର୍ଷ ଯାହା ବସୁ ଖୁଚୁରା ହଗିସ୍ ଆଣିକି ମୋତେ ଭାଇ ଖର୍ଚ୍ଚ ଦେବାର ନାହିଁ ସିମ୍ପଲି ମୁଁ ଯିବି ରିଲାଏନ୍ସକୁ କେଉଁଠି ସେଠି ଆମକୁ ଭଲ ରେଟ୍ରେ ଭଲ କ୍ୱାଲିଟି ମିଳିଯାଏ ବାସ୍ ଆଉ ଆଗରୁ ପିଲାମାନେ ତ ସବୁବେଳେ ଝାଡ଼ା ବସ ପଡ଼ୁଥିଲେ ସବୁ ଆଜିକାଲି ମାଆ ମାନେ ସେତିକି ମାନେ ପୋଛାପୋଛି କରିବା ପାଇଁ ଏତିକି ଆଗ୍ରହୀ ନୁହଁନ୍ତି ଦେଖ ମୋ ଝିଅ ବେଡ଼ସିଟ୍ ଭାଙ୍ଗୁଛି ଦେଖିଥିଲା ଜାଣିଥିଲା ଏବେ ସକାଳ 5:30 ହେଇଛି ଝିଅ ପାଇଁ ସ୍କୁଲ ଯିବ ତା ମାଆ କ'ଣ ତଳେ ରୋଷେଇ କରୁଛି ନା କ'ଣ ଏତେ ଜୋରସେ କାନ୍ଦିଲା ଯେ ମୁଁ ତାକୁ ଭଣ୍ଡେଇକି ଖେଳଉଛି ଦେଖ 1 2 ଏଇଟା ଗୋଟେ 3 ଏଇଟା ଗୋଟେ 4 ତଳୁ ଉପରୁ ଆସିଲା କି ଝିଅ କ'ଣ କରୁଛି ସେ ସବୁ ମୋ ଇୟରିଙ୍ଗସ୍ ସବୁ ଆଡ଼େ ପକେଇକି ବିଛଳେଇକି ଖେଳୁଛି ଆଉ ବେଡ଼ସିଟ୍ କମ୍ବଳ ସବୁଆଡ଼େ ପକେଇ ଦେଇଛେ ବେଡ଼୍ ଗୋଟା ଯାକ ପୁରା କରିଦେଇଛି ଅପରିଷ୍କାର ଆଉ ଇଏ ଆମର ଶୋଇବା ପାଇଁ ପୁରା ନିଦରେ ଆସିଲେଣି ଝିଅ ଶୋଇଛି ଝିଅ ସରି ଖେଳୁଛି ଶୋଇଛନ୍ତି ମଝିରେ ଉଠିଲେ ପୁଣି ଦେଖି ଦେଉଛନ୍ତି ଆଉ କ'ଣ କହିବ ତମେ ନିଦ ପ୍ରବଳ ତାଙ୍କୁ ଆଉ କିଛି କହି ହେବନି ସୋ ଏଇଠି ଆମେ ଭିଡ଼ିଓଟି ବନ୍ଦ କରୁଛୁ ଆଉ କାଲି ପୁଣି ଦେଖା ହେବା ଟାଟା କରିଦିଅ ମାମା ଟାଟା କରିଦେଲୁ ଟାଟା ଛିଡ଼ା ହେଇକି ଟାଟା କରିବ ଇସ୍ ଗୁଡ୍ ଗାର୍ଲ